ମୁଁ ଅଭୟ କୁମାର ମୋର ଏଇ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ତ ଏଇ ଭିଡ଼ିଓଟି ବିଶେଷ କରି ଦଶମ ଶ୍ରେଣୀ ପିଲାମାନଙ୍କ ପାଇଁ। ଦଶମ ଶ୍ରେଣୀ ପିଲାମାନଙ୍କର ଇତିହାସର ପ୍ରଥମ ଅଧ୍ୟାୟର ଦ୍ୱିତୀୟ ପାଠ ଭାରତର ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ। ତ ଏହାକୁ ଆମେ ଆଲୋଚନା କରିବା। ତ ଯେଉଁମାନେ ଦଶମ ଶ୍ରେଣୀର ପିଲାମାନେ ଅଛନ୍ତି এই ଭିଡ଼ିଓକୁ ନିହାତି ଦେଖନ୍ତୁ ଏବଂ ସାଙ୍ଗସାଥିମାନଙ୍କୁ ମଧ୍ୟ ସେୟାର କରନ୍ତୁ। ତେବେ ଆମେ ଭାରତର ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବକୁ ଭଲ ଭାବରେ ବୁଝିବା ଦରକାର। କାରଣ ଯେତେବେଳେ ଆମେ ଦଶମ ପରୀକ୍ଷା ଦେବା ଏହାର ଭିତରୁ ମଧ୍ୟ ଅନେକ ପ୍ରଶ୍ନ ଆସିଥାଏ ପରୀକ୍ଷାରେ। ତେବେ ଚାଲନ୍ତୁ ଆମେ ଆଲୋଚନା କରିବା ଯେ ଅସହଯୋଗ ଆନ୍ଦୋଳନ କ'ଣ। ପ୍ରଥମ କଥା ଆମେ ବୁଝିବା ଯେ ଅସହଯୋଗ ମାନେ କ'ଣ। ଅସହଯୋଗ ମାନେ କ'ଣ ଦେଖନ୍ତୁ, ଯେଉଁ ପିଲାମାନେ ଦେଖୁଛନ୍ତି ନିହାତି ବୁଝିବାକୁ ଚେଷ୍ଟା କରନ୍ତୁ ଯେ ଅସହଯୋଗର ବାସ୍ତବ ମାନେ କ'ଣ। ଅସହଯୋଗ ମାନେ ଆମେ କାହାକୁ ସହଯୋଗ କରିବା ନାହିଁ, ଯାହାର ଅର୍ଥ ଅସହଯୋଗ। କୌଣସି ବ୍ୟକ୍ତି କିଛି କାମ କରିବାକୁ ଚାହୁଁଛନ୍ତି, ସେ ଆମ ସହଯୋଗ ଲୋଡ଼ୁଛନ୍ତି, ଆମେ ତାଙ୍କୁ ସହଯୋଗ କରିବାନି, ଅସହଯୋଗ କରିବା, ତ ତାଙ୍କ କାମରେ ବାଧା ସୃଷ୍ଟି ହେବ। ତ ଏଇଭଳି ଏଇଭଳି ଜିନିଷକୁ ହିଁ ଅସହଯୋଗ କୁହାଯାଏ। ଯେ କାହାକୁ ସାହାଯ୍ୟ ସହଯୋଗ ନ କରିବା ମାନେ ହିଁ ଅସହଯୋଗ। ତେବେ ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ। ତେବେ ଆନ୍ଦୋଳନ ମାନେ କ'ଣ ମଧ୍ୟ ଜାଣିବା ଦରକାର। ଯେତେବେଳେ ଆମର କୌଣସି ସ୍ୱାର୍ଥରେ ବା ଆମର ସାଧାରଣ ଚାଲିଚଳଣିରେ ଯେତେବେଳେ କିଛି ତ୍ରୁଟି ଆସିଥାଏ, ଯେତେବେଳେ କିଛି ପ୍ରତିବନ୍ଧକ ଆସିଥାଏ, ଆମେ ସେତେବେଳେ ଆନ୍ଦୋଳନ କରୁ ଆମର ନ୍ୟାୟ ପାଇଁ। ତ ତାହାକୁ ଆନ୍ଦୋଳନ ହିଁ କୁହାଯାଇଥାଏ। ତେବେ ଭାରତରେ ଅସହଯୋଗ ଆନ୍ଦୋଳନ ମାନେ କ'ଣ ଏଠି ବୁଝିବା ଦରକାର। ତ ଯେତେବେଳେ ଇଂରେଜମାନେ ଆମ ଭାରତରେ ଶାସନ କରୁଥିଲେ ସେହି ସମୟର କଥା, ସେମାନଙ୍କର କିଛି ନୀତି ନିୟମ ଆମକୁ ସାମାଜିକ ଜୀବନରେ ଅସୁବିଧାରେ ପକାଇଥିଲା ତଥା ହଇରାଣ କରୁଥିଲା, ଯାହାକୁ ବିରୋଧ କରି ଅସହଯୋଗ ଆନ୍ଦୋଳନ କରାଯାଇଥିଲା। ତେବେ ଯେଉଁ ଅସହଯୋଗ ଆନ୍ଦୋଳନ କ'ଣ କିପରି କରାଯାଇଥିଲା ଆମେ ଜାଣିବା। ତେବେ ଏ ଯେଉଁ ଅସହଯୋଗ ଆନ୍ଦୋଳନଟି ଭାରତରେ ହୋଇଥିଲା, ଏଥିରେ ମହାତ୍ମା ଗାନ୍ଧୀଙ୍କର ଭୂମିକା ଅତୀବ ମହାନ ତଥା ଅନ୍ୟାନ୍ୟ ମହନୀୟ ନେତାମାନେ ମଧ୍ୟ ଏଥିରେ ଜଡ଼ିତ ଥିଲେ। ତେବେ ଅସହଯୋଗ ଆନ୍ଦୋଳନ ଜାଣିବା ପୂର୍ବରୁ ଆମେ ଖିଲାଫତ ଆନ୍ଦୋଳନ ସମ୍ପର୍କରେ କିଛି ଜାଣିବାକୁ ନିହାତି ଦରକାର, ଯାହା ପରେ ହିଁ ଆମେ ଅସହଯୋଗ ଆନ୍ଦୋଳନ ଆପେ ଆପେ ବୁଝିଯିବା କ'ଣ ସେ ଆନ୍ଦୋଳନ। ତେବେ ଦେଖନ୍ତୁ, ଏଠି ମୁଁ କହୁଛି ଯେ ଖିଲାଫତ ଆନ୍ଦୋଳନ କ'ଣ ଥିଲା। ପ୍ରଥମ ବିଶ୍ୱଯୁଦ୍ଧରେ ତୁର୍କୀ ମିତ୍ର ଶକ୍ତି ବିରୁଦ୍ଧରେ ଯୁଦ୍ଧ କରିଥିଲା। ଯୁଦ୍ଧ ସମୟରେ ତୁର୍କୀ ସାମ୍ରାଜ୍ୟକୁ ବିଭାଜିତ କରିଦିଆଗଲା। ତୁର୍କୀ ପ୍ରତି ଏତାଦୃଶ ବ୍ୟବହାର ଭାରତର ମୁସଲମାନମାନଙ୍କୁ ବ୍ୟଥିତ ଓ କ୍ରୋଧାନ୍ୱିତ କରିଥିଲା। ତ ଯେତେବେଳେ ପ୍ରଥମ ବିଶ୍ୱଯୁଦ୍ଧ ଥିଲା, ତୁର୍କୀ କ'ଣ କରିଥିଲା ନା ମିତ୍ର ଶକ୍ତି ବିରୁଦ୍ଧରେ ଯୁଦ୍ଧ କରିଥିଲା। ତ ପ୍ରଥମ ବିଶ୍ୱଯୁଦ୍ଧରେ ଯେଉଁଟି ବିରୋଧ ଶକ୍ତି ଥିଲେ, ତ ଏ ଯେଉଁ ମିତ୍ର ଶକ୍ତି ଯେଉଁ ରହିଥିଲା ତାର ବିରୁଦ୍ଧରେ ତୁର୍କୀ ଯୁଦ୍ଧ କରିଥିଲା ଏବଂ ଯୁଦ୍ଧ ସମୟରେ ତୁର୍କୀ ସାମ୍ରାଜ୍ୟକୁ ବିଭାଜିତ କରି ଦିଆଗଲା। ତୁର୍କୀ ପ୍ରତି ଏଇ ଯେଉଁ ବ୍ୟବହାର ଭାରତର ମୁସଲମାନମାନଙ୍କୁ ବ୍ୟଥିତ ଓ କ୍ରୋଧାନ୍ୱିତ କରିଥିଲା। ତ ତୁର୍କୀକୁ ଯଦି ବିଭାଜିତ କରାଦିଆଗଲା, ତ ଭାରତର ମୁସଲମାନମାନଙ୍କୁ କାହିଁକି ଏଇଟା ବ୍ୟଥିତ କ୍ରୋଧାନ୍ୱିତ କରିଥିଲା? କାରଣ ନା ତୁର୍କୀର ସୁଲତାନ ଥିଲେ ମୁସଲମାନଙ୍କର ଧର୍ମଗୁରୁ। ଯେହେତୁ ତୁର୍କୀର ସୁଲତାନ ମାନେ ଥିଲେ ମୁସଲମାନଙ୍କର ଧର୍ମଗୁରୁ ବା ଖଲିଫା, ତେଣୁ ଭାରତୀୟମାନେ ମଧ୍ୟ ଖଲିଫାଙ୍କ ଅଧୀନରେ ଥିଲେ, ଭାରତୀୟ ମୁସଲମାନ ମଧ୍ୟ। ତେଣୁ ସେମାନେ ସୁଲତାନଙ୍କୁ ସମର୍ଥନ ଜଣାଇ ତାଙ୍କର କ୍ଷମତା ହ୍ରାସ ବିରୁଦ୍ଧରେ, ଯେହେତୁ ସୁଲତାନଙ୍କର କ୍ଷମତା ହ୍ରାସ ପାଇଛି ତୁର୍କୀରେ, ତେଣୁ ଏହାକୁ ବିରୋଧ କରି ଦୁଇ ଅଲି ଭ୍ରାତା ଶୌକତ ଅଲି ଓ ମହମ୍ମଦ ଅଲିଙ୍କ ନେତୃତ୍ୱରେ ଖିଲାଫତ ଆନ୍ଦୋଳନ ଆରମ୍ଭ ହେଲା। କେଉଁଠି ନା ଭାରତରେ ଖିଲାଫତ ଆନ୍ଦୋଳନ ଆରମ୍ଭ ହେଲା। ତ ପିଲାମାନେ ଭାବୁଥିବେ ଯେ ତୁର୍କୀରେ ତ ବିଭାଜନ ତୁର୍କୀକୁ କରାଗଲା, କିନ୍ତୁ କ'ଣ ପାଇଁ ଭାରତରେ ଖିଲାଫତ ଆନ୍ଦୋଳନ ଆରମ୍ଭ କରାଗଲା। ତେବେ ଯେଉଁ ମିତ୍ର ଶକ୍ତି ବିରୁଦ୍ଧରେ ଯୁଦ୍ଧ କରିଥିଲା ତୁର୍କୀ, ଏହି ମିତ୍ର ଶକ୍ତିରେ ମଧ୍ୟ କିଛି ଦେଶ ଥିଲେ ଯେଉଁଥିରେ ଇଂରେଜମାନେ ମଧ୍ୟ ଥିଲେ ବା ଇଂଲଣ୍ଡ ମଧ୍ୟ ରହିଥିଲା।
ସେଇ ଇଂରେଜ ସରକାର ଭାରତରେ ମଧ୍ୟ ଶାସନ କରୁଥିଲା। ତେଣୁ ଏମାନେ ହୃଦୟଙ୍ଗମ କଲେ କି ଯଦି ଆମେ ଏଠି ଆନ୍ଦୋଳନ କରିବୁ ଇଂରେଜ ସରକାର ବିରୁଦ୍ଧରେ ତାହା ମଧ୍ୟ ନିହାତି ପ୍ରଭାବ ପକାଇବ ଏବଂ ତୁର୍କୀର ସମସ୍ୟା ମଧ୍ୟ ଦୂର ହୋଇପାରିବ। ଏଇଭଳି ଭାବିକି ହିଁ ସେମାନେ ଅଲି ଭ୍ରାତା ଓ ଶୌକତ ଅଲି ମହମ୍ମଦ ଅଲିଙ୍କ ନେତୃତ୍ୱରେ ଖିଲାଫତ ଆନ୍ଦୋଳନ ଭାରତରେ ହୋଇଥିଲା। ତେବେ ଖଲିଫାଙ୍କୁ ସମର୍ଥନ କରି ଏହି ଆନ୍ଦୋଳନ ହୋଇଥିବାରୁ ଏହାକୁ ଖିଲାଫତ ଆନ୍ଦୋଳନ କୁହାଯାଏ। ତେବେ ପ୍ରଶ୍ନ ମଧ୍ୟ ପରୀକ୍ଷାରେ ଆସିଥାଇପାରେ ଯେ ଖିଲାଫତ ଆନ୍ଦୋଳନ କାହାକୁ କୁହାଯାଏ? ନା ଖଲିଫା, ମୁସଲମାନମାନଙ୍କର ଧର୍ମଗୁରୁକୁ ଖଲିଫା କୁହାଯାଉଥିଲା। ତେବେ ଯେଉଁ ତୁର୍କୀର ଯେଉଁ ଧର୍ମଗୁରୁ ଥିଲେ ଖଲିଫା ତାଙ୍କୁ ସମର୍ଥନ କରି ଯେହେତୁ ଆନ୍ଦୋଳନଟି ହୋଇଥିଲା ତ ସେହାକୁ ଖିଲାଫତ ଆନ୍ଦୋଳନ ହିଁ କୁହାଯାଏ। ତେବେ ଆନ୍ଦୋଳନ ପରିଚାଳନା କରିବା ପାଇଁ ଏକ ଖିଲାଫତ କମିଟି ମଧ୍ୟ ଗଠନ କରାଗଲା। ଏଥିରେ 2 ଅଲି ଭ୍ରାତାଙ୍କ ବ୍ୟତୀତ ମୌଲାନା ଅବୁଲ କାଲାମ ଆଜାଦ, ହକିମ ହଜମଲ ଖାଁ ଓ ହସରତ ମୋହାନି ସଦସ୍ୟ ରହିଥିଲେ। ମହାତ୍ମା ଗାନ୍ଧୀ ହିନ୍ଦୁ ଓ ମୁସଲମାନଙ୍କୁ ଏକତ୍ର କରିବା ସହିତ ଜାତୀୟ ଆନ୍ଦୋଳନର ଭିତ୍ତିଭୂମିକୁ ଦୃଢ଼ କରିବା ପାଇଁ ଆନ୍ଦୋଳନକୁ ସମର୍ଥନ କରିଥିଲେ। ତ ଏ ଯେଉଁ ଖିଲାଫତ ଆନ୍ଦୋଳନକୁ ମହାତ୍ମା ଗାନ୍ଧୀ ମଧ୍ୟ ସମର୍ଥନ କରିଥିଲେ। କ'ଣ ପାଇଁ ସମର୍ଥନ କରିଥିଲେ? ନା ଯେହେତୁ ଏପଟେ ଇଂରେଜମାନେ ଭାରତରେ ବିଭିନ୍ନ ସମସ୍ୟା ଆଣି ଦେଉଥିଲେ, ଏମାନଙ୍କ କଥା ବୁଝୁନଥିଲେ। ତେଣୁ ମୁସଲମାନମାନେ ଯେତେବେଳେ ଖିଲାଫତ ଆନ୍ଦୋଳନ କଲେ ତେଣୁ ୟାକୁ ମହାତ୍ମା ଗାନ୍ଧୀ ମଧ୍ୟ ସମର୍ଥନ କଲେ। କ'ଣ ପାଇଁ? ନା ଏହା ଫଳରେ ହିନ୍ଦୁ ଆଉ ମୁସଲମାନ ଏକତ୍ର ହେଇକି ଇଂରେଜ ସରକାରଙ୍କ ବିରୁଦ୍ଧରେ ମଧ୍ୟ ଲଢ଼ିପାରିବେ। ସେଥିପାଇଁ 1919 ନଭେମ୍ବରରେ ଗାନ୍ଧୀଜୀ ନିଖିଳ ଭାରତ ଖିଲାଫତ ସମ୍ମିଳନୀର ସଭାପତି ଭାବରେ ମଧ୍ୟ ଚୟନ ହୋଇଥିଲେ ବା ନିର୍ବାଚିତ ହୋଇଥିଲେ। ତୁର୍କୀର ସୁଲତାନମାନଙ୍କ ଅଧୀନରେ ଯଥେଷ୍ଟ ଅଞ୍ଚଳ ବିଶେଷ କରି ମୁସଲମାନଙ୍କର ପବିତ୍ର ସ୍ଥାନଗୁଡ଼ିକୁ ନ ରଖିଲେ ସରକାରଙ୍କୁ ବର୍ଜନ ଓ ଅସହଯୋଗ କରିବା ପାଇଁ ସମ୍ମିଳନୀର ନିଷ୍ପତ୍ତି ନିଆଗଲା। ତେବେ ଯେଉଁ ଖିଲାଫତ କମିଟି ଗଠନ କରାଗଲା ଆର ନିଷ୍ପତ୍ତି କ'ଣ ରହିଲା? ନା ତୁର୍କୀର ସୁଲତାନଙ୍କ ଅଧୀନରେ ଯଥେଷ୍ଟ ଅଞ୍ଚଳ ବିଶେଷ କରି ମୁସଲମାନମାନଙ୍କ ପବିତ୍ର ସ୍ଥାନଗୁଡ଼ିକୁ ନ ରଖିଲେ ସରକାରଙ୍କୁ ବର୍ଜନ ଓ ଅସହଯୋଗ କରିବା ପାଇଁ ସମ୍ମିଳନୀରେ ନିଷ୍ପତ୍ତି ନିଆଗଲା। ଯଦି ଏସବୁ କିଛି ତୁର୍କୀରେ ନ କରାଯାଉ ତାହେଲେ ଆମେ ଇଂରେଜ ସରକାରକୁ ବର୍ଜନ କରି ବୋଲି ଏହି ନିଷ୍ପତ୍ତିଟି ନିଆଗଲା। ଏହି ଧମକ ସତ୍ତ୍ୱେ ପ୍ରଥମ ବିଶ୍ୱଯୁଦ୍ଧ ପରେ ତୁର୍କୀ ଉପରେ ଲଦି ଦିଆଯାଇଥିବା ସେଭର୍ସ ଚୁକ୍ତି ଦ୍ୱାରା ସୁଲତାନଙ୍କ ଅଧିକୃତ ଅନେକ ଅଞ୍ଚଳ ତାଙ୍କ ଅଧୀନରୁ କାଢ଼ି ନିଆଗଲା ଏବଂ ଗାନ୍ଧୀଜୀଙ୍କ ପରାମର୍ଶ କ୍ରମେ ନିଖିଳ ଭାରତ ଖିଲାଫତ କମିଟି ଅସହଯୋଗ କାର୍ଯ୍ୟକ୍ରମ ଗ୍ରହଣ କରି ଆନ୍ଦୋଳନ କରାଗଲା। ତ ଏତେ କଥା କଲା ପରେ ମଧ୍ୟ ଯେହେତୁ ଇଂରେଜ ସରକାର ଏମାନଙ୍କର କୌଣସି କଥା ଶୁଣିଲେ ନାହିଁ, ଯେଉଁ ଅସହଯୋଗ କରିବା ପାଇଁ ସମ୍ମିଳନୀରେ ଖିଲାଫତ ସମ୍ମିଳନୀ ନିଷ୍ପତ୍ତି ନିଆଗଲା କିନ୍ତୁ ଏଥିରେ ଇଂରେଜ ସରକାରଙ୍କ ଉପରେ କିଛି ପ୍ରଭାବ ପଡ଼ିଲାନି। ସେ ମଧ୍ୟ କୌଣସି କାର୍ଯ୍ୟକ୍ରମ ଗ୍ରହଣ କଲେନି, ଯାହାଫଳରେ ଗାନ୍ଧୀଜୀଙ୍କ ପରାମର୍ଶ କ୍ରମେ ନିଖିଳ ଭାରତ ଖିଲାଫତ କମିଟି ଅସହଯୋଗ କାର୍ଯ୍ୟକ୍ରମ ଗ୍ରହଣ କରି ଆନ୍ଦୋଳନ ଆରମ୍ଭ କଲା। ତେବେ 1920 ଜୁନ 9 ତାରିଖରେ ଆହ୍ଲାବାଦଠାରେ ଏକ ସର୍ବଦଳୀୟ ବୈଠକର ଆୟୋଜନ କରାଗଲା। ଏଠାରେ ଗାନ୍ଧୀଜୀଙ୍କ ନେତୃତ୍ୱରେ ଖିଲାଫତ କମିଟି ଇଂରେଜ ସରକାରଙ୍କ ସହିତ ସମ୍ପର୍କ ଛିନ୍ନ କରିବା ପାଇଁ ନିଷ୍ପତ୍ତି ନେଲା। ତେବେ 1920 ଜୁନ 9 ତାରିଖରେ ଆହ୍ଲାବାଦଠାରେ ଯେଉଁ ସର୍ବଦଳୀୟ ବୈଠକର ଆୟୋଜନ କରାଗଲା ଏଠାରେ ଗାନ୍ଧୀଜୀଙ୍କ ନେତୃତ୍ୱରେ ଖିଲାଫତ କମିଟି ଇଂରେଜ ସରକାରଙ୍କ ସହିତ ସମ୍ପର୍କ ସବୁ ଛିନ୍ନ କରିବା ପାଇଁ ନିଷ୍ପତ୍ତି ନେଲେ। ମୁସଲିମ ଲିଗ୍ ଓ ଭାରତୀୟ ଜାତୀୟ କଂଗ୍ରେସ ଖିଲାଫତ ଆନ୍ଦୋଳନକୁ ମଧ୍ୟ ସମର୍ଥନ କରିଥିଲେ। ତ ଯେହେତୁ ମୁସଲମାନମାନଙ୍କର ମଧ୍ୟ କିଛି ଅସୁବିଧା ଇଂରେଜମାନେ କଲେ ଏବଂ ହିନ୍ଦୁମାନଙ୍କୁ ତ କରୁଥିଲେ, ଯାହାଫଳରେ ଦୁହିଁ ଏକାଠି ହେଲେ ଯାହା ଇଂରେଜ ସରକାର ବିରୋଧରେ ସେମାନେ ସଂଗ୍ରାମ ପାଇଁ ଏକାଠି ହେଲେ ଏବଂ ଏହାକୁ ମୁସଲିମ ଲିଗ୍ ଓ ଭାରତୀୟ ଜାତୀୟ କଂଗ୍ରେସ ଖିଲାଫତ ଆନ୍ଦୋଳନକୁ ମଧ୍ୟ ସମର୍ଥନ କରିଥିଲେ। ତେବେ ଅସହଯୋଗ ଆନ୍ଦୋଳନର ମୂଳ ଭିତ୍ତି ଏଇଠାରୁ ହିଁ ଧୀରେ ଧୀରେ ପଡ଼ି ଯାଉଥିଲା ଏବଂ ପରବର୍ତ୍ତୀ ସମୟରେ 1920 ଅଗଷ୍ଟ 1 ତାରିଖରେ ଆନୁଷ୍ଠାନିକ ଭାବେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଲା। ତେବେ ବାରମ୍ବାର ପ୍ରଶ୍ନ ମଧ୍ୟ ଆସିପାରେ ଯେ କେବେ ଆନୁଷ୍ଠାନିକ ଭାବେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଲା? ତାର ବାସ୍ତବ ଉତ୍ତର ହେଉଛି 1920 ଅଗଷ୍ଟ 1 ତାରିଖରେ ଆନୁଷ୍ଠାନିକ ଭାବେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଲା। ଉକ୍ତ ଦିନ ପୂର୍ବାହ୍ନରେ ଲୋକମାନ୍ୟ ବାଲ ଗଙ୍ଗାଧର ତିଲକଙ୍କ ଦେହାନ୍ତ ହୋଇଥିଲା।
ତିଲକଙ୍କ ବିୟୋଗଜନିତ ଶୋକ ପାଳନ ଓ ଆନ୍ଦୋଳନ ଆରମ୍ଭର ମିଶ୍ରିତ ପ୍ରତିକ୍ରିୟାରେ ସମଗ୍ର ଦେଶରେ ହରତାଳ ଓ ଶୋଭାଯାତ୍ରା ସଂଗଠିତ ହେଲା। ଅସହଯୋଗ ଆନ୍ଦୋଳନ ଇଂରେଜ ସରକାରଙ୍କ ବିରୁଦ୍ଧରେ ମହାତ୍ମା ଗାନ୍ଧୀଙ୍କ ପରିଚାଳିତ ପ୍ରଥମ ଗଣ ଆନ୍ଦୋଳନ ଥିଲା। ତ ଇଂରେଜ ସରକାରଙ୍କ ବିରୁଦ୍ଧରେ ପରିଚାଳିତ ପ୍ରଥମ ଗଣ ଆନ୍ଦୋଳନ କ'ଣ ଥିଲା ନା ଅସହଯୋଗ ଆନ୍ଦୋଳନ। ଏଇଟା ମଧ୍ୟ ପ୍ରଶ୍ନ ବାରମ୍ବାର ପରୀକ୍ଷାରେ ଦେଖାଯାଇଥାଏ। ତେବେ ଏହି ଆନ୍ଦୋଳନ ବ୍ରିଟିଶ ସାମ୍ରାଜ୍ୟର ମୂଳଦୁଆକୁ ଦୋହଲାଇ ଦେଇଥିଲା। 1919 ଖ୍ରୀଷ୍ଟାବ୍ଦରେ ରାଓଲାତ ଆଇନ, ଜାଲିଆନୱାଲାବାଗ ହତ୍ୟାକାଣ୍ଡ ଭଳି ଅଭାବନୀୟ ଘଟଣା ଯୋଗୁଁ ଗାନ୍ଧୀଜୀ ଇଂରେଜ ସରକାରଙ୍କ ନୈତିକତା ଉପରୁ ବିଶ୍ୱାସ ହରାଇଲେ। ତ ଏଇ ଯେଉଁ ଅସହଯୋଗ ଆନ୍ଦୋଳନ ପୂର୍ବରୁ ମଧ୍ୟ ରାଓଲାତ ଆଇନ, ଜାଲିଆନୱାଲାବାଗ ହତ୍ୟାକାଣ୍ଡ ଭଳି ଘଟଣା ଯେଉଁଟାକି ଗାନ୍ଧୀଜୀଙ୍କୁ ମର୍ମାହତ କରିଥିଲା, ତେଣୁ ଇଂରେଜ ସରକାର ଉପରୁ ସମ୍ପୂର୍ଣ୍ଣ ବିଶ୍ୱାସ ହରାଇ ଦେଇଥିଲେ ମହାତ୍ମା ଗାନ୍ଧୀ। ସେ ଇଂରେଜ ସରକାରଙ୍କ ଠାରୁ ସବୁ ପ୍ରକାର ସହଯୋଗ ଛିନ୍ନ କରି ଶାନ୍ତିପୂର୍ଣ୍ଣ ଭାବେ ଅହିଂସା ଉପରେ ଅସହଯୋଗ ଆନ୍ଦୋଳନ ଡାକରା ଦେଲେ। ତେଣୁ ଯେହେତୁ ଇଂରେଜ ସରକାର ଉପରେ ମହାତ୍ମା ଗାନ୍ଧୀଙ୍କର ବିଶ୍ୱାସ ତୁଟିଗଲା, ତେଣୁ ସେ ଅସହଯୋଗ ଆନ୍ଦୋଳନର ଡାକରା ଦେଇଥିଲେ ଶାନ୍ତିପୂର୍ଣ୍ଣ ଭାବରେ। ଯେକୌଣସି ଯୁଦ୍ଧ ନାହିଁ, ଅସ୍ତ୍ରଶସ୍ତ୍ରର ବ୍ୟବହାର ନାହିଁ, ଅସହଯୋଗ ମାଧ୍ୟମରେ, ଅସହଯୋଗର କାର୍ଯ୍ୟକ୍ରମ ମାଧ୍ୟମରେ ସେ ଏକ ଆନ୍ଦୋଳନର ଡାକରା ଦେଲେ। ଭାରତ ଶାସନ ଆଇନ 1919ରେ ତ୍ରୁଟି ଅମୃତସର ଘଟଣାର ତଦନ୍ତ ପାଇଁ ନିଯୁକ୍ତ ହଣ୍ଟର କମିଟିଙ୍କ ବିବରଣୀର ପକ୍ଷପାତିତା ତଥା ଭାରତର ମୁସଲମାନମାନଙ୍କ ଇଂରେଜ ବିରୋଧୀ ଖିଲାଫତ ଆନ୍ଦୋଳନ ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନର ଆହ୍ୱାନକୁ ସାକାର କରିବାରେ ସହାୟକ ହୋଇଥିଲା। ତେବେ ଏହିସବୁ କାରଣ ଗୁଡ଼ିକ ହିଁ ଅସହଯୋଗ ଆନ୍ଦୋଳନକୁ ବିଶେଷ ପାଥେୟ ଯୋଗାଇଥିଲା, ଯାହା ପାଇଁ ଆନ୍ଦୋଳନ ଆହୁରି ଆଗକୁ ବଢ଼ିପାରିଥିଲା। ତେବେ ଆମେ ଭାରତ ଶାସନ ଆଇନ 1919କୁ ଜାଣିବା, ଅସହଯୋଗ ଆନ୍ଦୋଳନ ଜାଣିବା ଭିତରେ ଆକୁ ମଧ୍ୟ ଜାଣିବା ଦରକାର ଯେ କ'ଣ, କାରଣ ଏହା ସହିତ ଇଏ ରିଲେଟେଡ଼ ଅଛି। ତେବେ ଭାରତ ଶାସନ ଆଇନ 1919 କ'ଣ ନା ଇଂଲଣ୍ଡର ବୈଦେଶିକ ସଚିବ ଏଡୱିନ୍ ମେଣ୍ଟୁକୁ ଓ ଭାରତର ଭାଇସରୟ ଲର୍ଡ ଚେମ୍ସଫୋର୍ଡଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ସମ୍ବିଧାନ ସଂସ୍କାର ଗୁଡ଼ିକ 1919 ଡିସେମ୍ବର 23 ଠାରୁ ଭାରତ ଶାସନ ଆଇନ 1919 ନାମରେ ପ୍ରଚଳିତ ହେଲା। ଏହି ଆଇନକୁ ମଣ୍ଟେଗୁ ଚେମ୍ସଫୋର୍ଡ ସଂସ୍କାର ମଧ୍ୟ କୁହାଯାଏ। ଏଥିରେ କେତେକ ତ୍ରୁଟି ରହିଥିଲା। ପ୍ରଥମତଃ ଭାଇସରୟ ତାଙ୍କ କାର୍ଯ୍ୟକାରୀ ପରିଷଦ ଭାରତୀୟ ସଂସଦ ପରିବର୍ତ୍ତେ ବ୍ରିଟିଶ ମନ୍ତ୍ରିମଣ୍ଡଳ ନିକଟରେ ଉତ୍ତରଦାୟୀ ରହିଲେ। ଦ୍ୱିତୀୟତଃ ପ୍ରାଦେଶିକ ସ୍ତରରେ ଦ୍ୱୈତ ଶାସନ କ୍ଷମତା ବ୍ୟବସ୍ଥା ଅନୁଯାୟୀ ରାଜ୍ୟପାଳଙ୍କ ଅଧୀନରେ ରଖାଯାଇଥିବା ବିଭାଗଗୁଡ଼ିକ ଠାରୁ ଅପେକ୍ଷାକୃତ କମ୍ ଗୁରୁତ୍ୱପୂର୍ଣ୍ଣ ବିଭାଗ ମନ୍ତ୍ରିମଣ୍ଡଳ ଅଧୀନରେ ରହିଲା। ତୃତୀୟତଃ କେନ୍ଦ୍ରୀୟ ପ୍ରାଦେଶିକ ବ୍ୟବସ୍ଥାପକ ସଭାର ସଭ୍ୟମାନଙ୍କର ପୂର୍ବରୁ ଥିବା ମୁସଲମାନ ସମ୍ପ୍ରଦାୟ ବ୍ୟତୀତ ଶିଖ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଭିତ୍ତିକ ନିର୍ବାଚନ ମଣ୍ଡଳୀ ଗଠିତ ହେଲା। ଏବଂ ଚତୁର୍ଥତଃ ଭୋଟଦାନ ଅଧିକାରକୁ ଅଧିକ ସଂକୁଚିତ କରାଗଲା। ଭାରତୀୟ ଜାତୀୟ କଂଗ୍ରେସ ଏହି ସଂସ୍କାରଗୁଡ଼ିକ ଯଥେଷ୍ଟ ବା ସନ୍ତୋଷଜନକ ନୁହେଁ ବୋଲି ଘୋଷଣା କରି ତା ପରିବର୍ତ୍ତରେ ଏକ ଶକ୍ତିଶାଳୀ ସ୍ୱରାଜ ପାଇଁ ଦାବି କଲେ। ତ ଏ ଯେଉଁ ଭାରତ ଶାସନ ଆଇନ 1919 ଆସିଥିଲା, ତା ଯାହା ସବୁ ତାର ସଂସ୍କାର ଆଣିଥିଲା ତାହା ଭାରତୀୟମାନଙ୍କୁ ସନ୍ତୋଷଜନକ ନୁହେଁ ବୋଲି ଭାରତୀୟମାନେ ନିଜେ ମାନସିକ ଭାବରେ ଚିନ୍ତା କଲେ, ଯାହାଫଳରେ ସେମାନେ ଭାରତୀୟମାନେ ଚାହିଁଲେ କ'ଣ ଯେ ନିଜର ଏକ ସ୍ୱରାଜ ତ ଭାରତୀୟ ଜାତୀୟ କଂଗ୍ରେସ ଏହି ସଂସ୍କାର ଗୁଡ଼ିକ ଯଥେଷ୍ଟ ସନ୍ତୋଷଜନକ ନୁହେଁ ବୋଲି ଘୋଷଣା କରି ତା ପରିବର୍ତ୍ତେ ତାର ଯେଉଁ ପରିବର୍ତ୍ତେ ଏକ ଶକ୍ତିଶାଳୀ ସ୍ୱରାଜ ପାଇଁ ଦାବି କଲେ। ତ ଭାରତୀୟମାନେ ନିଜେ ଭାବିଛନ୍ତି ବା ଅନୁଭବ କଲେ ଯେ ଇଂରେଜ ସରକାର ଯାହା କରୁଛି ସେ ଆମ ପାଇଁ ସନ୍ତୋଷଜନକ ନୁହେଁ, ତେଣୁ ଆମର ଗୋଟେ ନିଜସ୍ୱ ସ୍ୱରାଜ ବା ସ୍ୱାଧୀନତା ହିଁ ଦରକାର। ତ ଯାହା ପାଇଁ ସ୍ୱରାଜ ପାଇଁ ଦାବି କରିଥିଲେ। ତେବେ ଆମେ ହଣ୍ଟର କମିଟିର ରିପୋର୍ଟ କଥା ଦେଖିବା। ଜାଲିଆନୱାଲାବାଗ ହତ୍ୟାକାଣ୍ଡ ପରେ ଏକ ସରକାରୀ ତଦନ୍ତ ପାଇଁ ଦାବି ହେବାରୁ ସରକାର 1919 ଅକ୍ଟୋବର 14ରେ ଲର୍ଡ ହଣ୍ଟରଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିଥିଲେ। ତ ଜାଲିଆନୱାଲାବାଗ ହତ୍ୟାକାଣ୍ଡ ଯେଉଁ ହେଇଥିଲା ପଞ୍ଜାବର ଅମୃତସର ସହରଠାରେ, ଯେଉଁଠିକି ବହୁତ ଲୋକ ପ୍ରାଣ ହରାଇଥିଲେ, ତ ଏହାର ସରକାରୀ ତଦନ୍ତ ପାଇଁ ଗୋଟେ ଦାବି କରାଯାଇଥିଲା। କିନ୍ତୁ ଦେଖାଗଲା ଯେ ଏହି କମିଟି ଗଠନ କେବଳ ଏକ ଧୂଆଁ ବାଣ ଥିଲା। ତ ଦାବି ଯେଉଁ କରାଯାଇଥିଲା ଯେ ଏହାର ତଦନ୍ତ ପାଇଁ, କିନ୍ତୁ ଯେଉଁ କମିଟି ଗଠନ କରାଗଲା ତାହା ସଠିକ୍ ଭାବରେ କାର୍ଯ୍ୟ କଲାନି।
ବ୍ରିଟିଶ ଲର୍ଡସ ସଭା ଜେନେରାଲ ଡାୟାରଙ୍କ କାର୍ଯ୍ୟକୁ ଅନୁମୋଦନ କରିଥିଲା ଏବଂ ତାଙ୍କ ପାଇଁ ବ୍ରିଟିଶ ଜନସାଧାରଣ 30,000 ପାଉଣ୍ଡ ସଂଗ୍ରହ କରିଥିଲା। ଏହା ଜାଣିବା ପରେ ଭାରତୀୟମାନେ ଅତ୍ୟନ୍ତ କ୍ଷୁବ୍ଧ ହେଲେ। ତେବେ ହଣ୍ଟର କମିଟିର ଯେଉଁ ରିପୋର୍ଟ ଥିଲା ତାହା ବହୁତ ଭୁଲ ଥିଲା ବା ବାସ୍ତବରେ ନଥିଲା, ଯାହାକୁ ମାନେ ଯେଉଁ ରିପୋର୍ଟଟା ଭାରତୀୟମାନଙ୍କୁ ବେଶୀ କ୍ଷୁବ୍ଧ କଲା। 1920 ମସିହା ସେପ୍ଟେମ୍ବର 4ରୁ 9 ତାରିଖ ପର୍ଯ୍ୟନ୍ତ କଲିକତାଠାରେ କଂଗ୍ରେସର ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନରେ ଗାନ୍ଧିଜୀଙ୍କ ଅସହଯୋଗ ପ୍ରସ୍ତାବ କଂଗ୍ରେସ ଦ୍ୱାରା ତାର ନିଷ୍ପତ୍ତି ଭାବେ ଗୃହୀତ ହୋଇଥିଲା। ତେବେ ଏଇଟା ମଧ୍ୟ ବାରମ୍ବାର ପରୀକ୍ଷାରେ ଆସିଥାଏ ଯେ କେବେ ଅସହଯୋଗ ଆନ୍ଦୋଳନ ଗୃହୀତ ହୋଇଥିଲା। ତ ଏଇଟା କଲିକତାଠାରେ କଂଗ୍ରେସ ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା 1920 ମସିହା ସେପ୍ଟେମ୍ବର 4ରୁ 9 ତାରିଖ ପର୍ଯ୍ୟନ୍ତ। ଏହି ଅଧିବେଶନରେ ଗାନ୍ଧିଜୀଙ୍କ ଅସହଯୋଗ ପ୍ରସ୍ତାବ କଂଗ୍ରେସ ଦ୍ୱାରା ତାର ନିଷ୍ପତ୍ତି ଭାବେ ଗୃହୀତ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ 1920 ଡିସେମ୍ବର ମାସରେ ନାଗପୁରଠାରେ ଅନୁଷ୍ଠିତ କଂଗ୍ରେସର ବାର୍ଷିକ ଅଧିବେଶନରେ ଏହା ଅନୁମୋଦିତ ହୋଇଥିଲା। ତ ଏହା ଯେଉଁ ଅସହଯୋଗ ଆନ୍ଦୋଳନ କେବେ ଅନୁମୋଦିତ ହୋଇଥିଲା ନା 1920 ଡିସେମ୍ବର ମାସରେ ନାଗପୁରର କଂଗ୍ରେସର ଅଧିବେଶନରେ ଅନୁମୋଦିତ ହୋଇଥିଲା। ତେବେ ଯାହା ଜଣାଯାଏ ଯେ ଭାରତୀୟମାନେ ଅସହଯୋଗ ଆନ୍ଦୋଳନ କରିବାର ମୁଖ୍ୟ କାରଣ ହେଲା ଯେ ଇଂରେଜ ସରକାରଙ୍କର ତ୍ରୁଟିପୂର୍ଣ୍ଣ ଶାସନ। ଭାରତୀୟମାନଙ୍କ ପ୍ରତି ଗୋଟେ ଲୋଲୁପ ଦୃଷ୍ଟି ତଥା ତ୍ରୁଟିପୂର୍ଣ୍ଣ ଶାସନ ସବୁବେଳେ ଭାରତୀୟମାନଙ୍କୁ ହଇରାଣ ଅସୁବିଧାରେ ଏମାନେ କରିଥିଲେ। ଏମାନଙ୍କୁ କିଛି ସୁବିଧା କରୁନଥିଲେ, ଯାହା ପାଇଁ ଏହି କାରଣ ଗୁଡ଼ିକ ହିଁ ଅସହଯୋଗ ଆନ୍ଦୋଳନର ଆୟୋଜନ କରାଯାଇଥିଲା। ତେବେ ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ ଗୁଡ଼ିକ ଆମେ ଦେଖିବା ଯେ ଅସହଯୋଗ ଆନ୍ଦୋଳନ ଯେଉଁ ହୋଇଥିଲା ଗାନ୍ଧିଜୀଙ୍କର ନେତୃତ୍ୱରେ, ତାର କାର୍ଯ୍ୟକ୍ରମ କ'ଣ ରହିଥିଲା। ତେବେ ଅସହଯୋଗ ଆନ୍ଦୋଳନ କାର୍ଯ୍ୟକ୍ରମ ସମ୍ପର୍କରେ ଆମେ ଦେଖିବା। ଇଂରେଜ ଅନୁଷ୍ଠାନ ଓ ବିଦେଶୀ ଦ୍ରବ୍ୟ ବର୍ଜନ ଥିଲା ଅସହଯୋଗ ଆନ୍ଦୋଳନର ମୂଳନୀତି। ତ ଅସହଯୋଗ ଆନ୍ଦୋଳନର ମୂଳନୀତି କ'ଣ ଥିଲା ନା ବିଦେଶୀ ଦ୍ରବ୍ୟ ବର୍ଜନ କରିବା, ଅର୍ଥାତ୍ ଇଂରେଜ ସରକାରଙ୍କର ଯେଉଁ ଦ୍ରବ୍ୟ ତାକୁ ବର୍ଜନ କରିବା ଏବଂ ସେମାନଙ୍କ ଅନୁଷ୍ଠାନକୁ ମଧ୍ୟ ବର୍ଜନ କରିବା ଏହାର ମୂଳ ନୀତି ଥିଲା। ପ୍ରଥମ ପର୍ଯ୍ୟାୟରେ ଇଂରେଜ ସରକାରଙ୍କୁ ଅଚଳ କରିବା ନିମନ୍ତେ କେତେକ ପଦକ୍ଷେପ ଗ୍ରହଣ କରାଯାଇଥିଲା, ଆମେ ମଧ୍ୟ ସେସବୁ ଦେଖିବା। ତେବେ କେଉଁ ସବୁ ପଦକ୍ଷେପ ଗ୍ରହଣ କରାଯାଇଥିଲା? ତେବେ ସେହି ପଦକ୍ଷେପ ଗୁଡ଼ିକ ମଧ୍ୟରୁ ଥିଲା ପ୍ରଥମତଃ 1919 ମସିହାର ଭାରତ ଶାସନ ଆଇନ ଅନୁଯାୟୀ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ଏବଂ ସରକାରୀ ଉତ୍ସବ ବର୍ଜନ। ଦ୍ୱିତୀୟତଃ ସମସ୍ତ ପ୍ରକାର ସରକାରୀ ଉପାଧି ଫେରସ୍ତ ଓ ସରକାରୀ ପଦବୀରୁ ଇସ୍ତଫା। ତୃତୀୟତଃ ଆଇନଜୀବୀ ଦ୍ୱାରାଙ୍କ ବିଚାରାଳୟ ବର୍ଜନ ଏବଂ ଛାତ୍ରମାନଙ୍କ ଦ୍ୱାରା ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ବର୍ଜନ। ଏହିଭଳି ଭାବରେ ସବୁ ଅସହଯୋଗର ମୂଳ ଲକ୍ଷ୍ୟ ଥିଲା ଯେ ଏହିସବୁ ଅନୁଷ୍ଠାନ ସରକାରୀ ବିଚାରାଳୟକୁ ବର୍ଜନ କରିବା। ଏହିଭଳି ଭାବରେ ଅସହଯୋଗ କରାଯାଇଥିଲା ଏବଂ ଚତୁର୍ଥତଃ ବିଦେଶୀ ଦ୍ରବ୍ୟ ତଥା ବିଦେଶୀ ଲୁଗାକୁ ମଧ୍ୟ ବର୍ଜନ କରାଯାଇଥିଲା। ଏହା ବ୍ୟତୀତ କେତେକ ଗଠନମୂଳକ କାର୍ଯ୍ୟକ୍ରମ ଗ୍ରହଣ କରିବା ପାଇଁ ସ୍ଥିର କରାଯାଇଥିଲା। କେବଳ ବର୍ଜନ କରାଯାଇନଥିଲା ଗାନ୍ଧିଜୀଙ୍କର ଆହ୍ୱାନରେ କେତେକ ଗଠନମୂଳକ କାର୍ଯ୍ୟକ୍ରମ ମଧ୍ୟ ଗ୍ରହଣ କରାଯାଇଥିଲା। ସେଗୁଡ଼ିକ ହେଲା ଖାଦି ଓ ଗ୍ରାମୋଦ୍ୟୋଗର ପ୍ରସାର, ନିଜେ ଲୁଗା ତିଆରି କରିବା ଏବଂ ଗ୍ରାମ ଉଦ୍ୟୋଗ କରିବା ବା ଏହାର ପ୍ରଚାର ପ୍ରସାର କରିବା, ଆକୁ ମଧ୍ୟ ଗୋଟେ ଗଠନମୂଳକ କାର୍ଯ୍ୟକ୍ରମ ଭାବରେ ଅସହଯୋଗ ଆନ୍ଦୋଳନରେ ଗ୍ରହଣ କରାଯାଇଥିଲା। ଏବଂ ହିନ୍ଦୁ ମୁସଲମାନଙ୍କ ମଧ୍ୟରେ ଏକତା ସୃଷ୍ଟି, ଭାରତୀୟମାନଙ୍କ ମଧ୍ୟରେ ଯେଉଁ ହିନ୍ଦୁ ଏବଂ ମୁସଲମାନ ଥିଲେ ସେମାନଙ୍କ ଭିତରେ ଟିକେ ଭିନ୍ନତା ରହୁଥିଲା, ତ ସେମାନଙ୍କ ଭିତରେ ଏକତା ହେଲେ ହିଁ ତ ଗୋଟେ ଆନ୍ଦୋଳନ ହୋଇପାରିବ। ତେଣୁ ଏହା ମଧ୍ୟ ଗୋଟେ ଗଠନମୂଳକ କାର୍ଯ୍ୟକ୍ରମ ଥିଲା। ଏବଂ ଆଉ ଗୋଟେ ଥିଲା ଅସ୍ପୃଶ୍ୟତା ନିବାରଣ, ଯେ ଛୁଆଁ ଅଛୁଆଁ ଯେଉଁ ଭେଦଭାବ ତାକୁ ମଧ୍ୟ ନିବାରଣ ବା ନିରାକରଣ କରିବା ପାଇଁ ଗୋଟେ ଗଠନମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏବଂ ଜାତୀୟ ଶିକ୍ଷାନୁଷ୍ଠାନ ସ୍ଥାପନ, ଯେହେତୁ ଇଂରେଜ ସରକାରଙ୍କର ସମସ୍ତ ଅନୁଷ୍ଠାନ ପିଲାମାନେ ବର୍ଜନ କରିବେ, ତ ସେମାନେ କେଉଁଠି ଶିକ୍ଷା ଲାଭ ପାଇବେ ନା ନିଜର ଏକ ଜାତୀୟ ଶିକ୍ଷାନୁଷ୍ଠାନ, ଦେଶୀୟ ବା ସ୍ୱଦେଶ ଶିକ୍ଷାରେ କିଭଳି ପିଲାମାନେ ଶିକ୍ଷା ଲାଭ କରିବେ, ତ ତା ପାଇଁ ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ବା ଗଠନମୂଳକ କାର୍ଯ୍ୟକ୍ରମରେ ଏସବୁ ଥିଲା। ତେବେ ଅଳ୍ପ ସମୟ ମଧ୍ୟରେ ଏହି ଆନ୍ଦୋଳନର ବହ୍ନି ସମଗ୍ର
ଭାରତରେ ବିସ୍ତାର ଲାଭ କଲା। ସାଧାରଣ ଜନତା ପ୍ରଥମ ଥର ପାଇଁ ବହୁ ସଂଖ୍ୟାରେ ଏହି ଆନ୍ଦୋଳନରେ ଯୋଗଦାନ କଲେ। ଗାନ୍ଧିଜୀଙ୍କ ଡାକରାରେ ମୋତିଲାଲ ନେହେରୁ ଓ ଚିତ୍ତରଞ୍ଜନ ଦାସଙ୍କ ପରି ଖ୍ୟାତନାମା ବାରିଷ୍ଟର ଆଇନ ବ୍ୟବସାୟ ତ୍ୟାଗ କଲେ। ତେବେ ଗାନ୍ଧିଜୀଙ୍କ ଡାକରାରେ ଏହି ମହାନ ବ୍ୟକ୍ତିତ୍ୱ ମଧ୍ୟ ସେମାନଙ୍କର ଆଇନ ଛାଡ଼ିଦେଲେ। ବହୁ ବିଶିଷ୍ଟ ବ୍ୟକ୍ତି ମାନେ ମଧ୍ୟ ସରକାରୀ ପଦବୀରୁ ଇସ୍ତଫା ଦେଲେ ଏହି ଅସହଯୋଗ ଆନ୍ଦୋଳନକୁ ସୁଦୃଢ଼ କରିବା ପାଇଁ। ଏବଂ ଚକ୍ରବର୍ତ୍ତୀ ରାଜଗୋପାଳଚାରୀ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଜବାହରଲାଲ ନେହେରୁ, ସୁଭାଷ ଚନ୍ଦ୍ର ବୋଷ, ଗୋପବନ୍ଧୁ ଦାସ ଭଳି ବହୁ ବ୍ୟକ୍ତି ଅସହଯୋଗ ଆନ୍ଦୋଳନରେ ଯୋଗ ଦେଲେ। ବହୁ ସଂଖ୍ୟାରେ ଲୋକ କାରାବରଣ ମଧ୍ୟ କଲେ। ଏଇ ଯେଉଁ ଅସହଯୋଗ ଆନ୍ଦୋଳନକୁ ଯେହେତୁ ସମର୍ଥନ କରିବା ଫଳରେ ବହୁ ଲୋକ ଜେଲ୍ ମଧ୍ୟ ଗଲେ। ଏହି ସମୟରେ ଏକ ଉଲ୍ଲେଖନୀୟ କାର୍ଯ୍ୟ ଥିଲା ତିଳକ ସ୍ୱରାଜ ପାଣ୍ଠି। ଏ ପ୍ରଶ୍ନ ମଧ୍ୟ ବାରମ୍ବାର ଆସିଥାଏ। ଗୋଟେ ତିଳକ ସ୍ୱରାଜ ପାଣ୍ଠି ଏହି ସମୟରେ ଗଠନ କରାଯାଇଥିଲା। ତେବେ ଏଇ ଯେଉଁ ତିଳକ ସ୍ୱରାଜ ପାଣ୍ଠିର ଗଠନ ମୂଳ ଉଦ୍ଦେଶ୍ୟ କ'ଣ ଥିଲା ନା ଆନ୍ଦୋଳନକୁ ଅର୍ଥ ଯୋଗାଇବା। ଏହି ଆନ୍ଦୋଳନକୁ ଅର୍ଥ ଯୋଗାଇବା ପାଇଁ ଏହି ପାଣ୍ଠିକୁ ଜନସାଧାରଣ ମୁକ୍ତ ହସ୍ତରେ ଦାନ କରନ୍ତୁ ବୋଲି ମହାତ୍ମା ଗାନ୍ଧୀ ଚାହୁଁଥିଲେ ଏବଂ ବହୁ ସଂଖ୍ୟାରେ ମଧ୍ୟ ଲୋକମାନେ ମୁକ୍ତ ହସ୍ତରେ ଦାନ କରୁଥିଲେ। ଏହାଫଳରେ ଅଳ୍ପ ଦିନ ମଧ୍ୟରେ ଏଥିରେ 1 କୋଟି ଟଙ୍କା ମଧ୍ୟ ଜମା ହୋଇ ପାରିଥିଲା। ତେବେ ଏହି ସମୟରେ ସତ୍ୟାଗ୍ରହୀମାନଙ୍କ ଦ୍ୱାରା ୱେଲସର ଯୁବରାଜଙ୍କ ଭାରତ ପରିଦର୍ଶନକୁ ବାସନ୍ଦ କରାଯାଇଥିଲା। ସରକାରଙ୍କ ସହିତ ଜନସାଧାରଣଙ୍କ ଅସହଯୋଗ ଇଂରେଜ ମୂଳଦୁଆକୁ ସମ୍ପୂର୍ଣ୍ଣ ଭାବରେ ଦୋହଲାଇ ଦେଇଥିଲା। ତେବେ ଯେହେତୁ ଭାରତମାନେ ସମ୍ପୂର୍ଣ୍ଣ ଇଂରେଜମାନଙ୍କୁ ଅସହଯୋଗ କଲେ, ତେଣୁ ତାଙ୍କ ଉପରେ ମଧ୍ୟ ଏଇଟା ଗଭୀର ପ୍ରଭାବ ପକାଇଥିଲା। 1912 ଖ୍ରୀଷ୍ଟାବ୍ଦ ଡିସେମ୍ବର ମାସରେ କଂଗ୍ରେସର ଅହମ୍ମଦାବାଦ ବାର୍ଷିକ ଅଧିବେଶନରେ ଅସହଯୋଗ ଆନ୍ଦୋଳନ ଚାଲୁ ରଖିବା ନିମନ୍ତେ ନିଷ୍ପତ୍ତି ମଧ୍ୟ ନିଆଗଲା। ଅସହଯୋଗ ଆନ୍ଦୋଳନର ବ୍ୟାପକତା ଇଂରେଜମାନଙ୍କ ମଧ୍ୟରେ ଭୟ ସୃଷ୍ଟି କଲା। ତେଣୁ ସରକାର ଏହାକୁ ଦମନ କରିବାକୁ ଚେଷ୍ଟା କଲେ। ଗାନ୍ଧିଜୀଙ୍କୁ ଛାଡ଼ି ଅନେକ ବିଶିଷ୍ଟ ଲୋକମାନଙ୍କୁ ମଧ୍ୟ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏହି ପରିପ୍ରେକ୍ଷୀରେ ଗାନ୍ଧିଜୀ ଇଂରେଜ ସରକାରଙ୍କୁ 1922 ଫେବୃଆରୀ 1 ତାରିଖରେ ଚେତାବନୀ ଦେଲେ ଯେ ଯଦି 7 ଦିନ ଭିତରେ ସମସ୍ତ ରାଜନୈତିକ ଦଳକୁ ମୁକ୍ତ କରା ନଗଲେ ଓ ସମ୍ବାଦପତ୍ରକୁ ପୂର୍ଣ୍ଣ ସ୍ୱାଧୀନତା ଦିଆ ନଯାଏ ସେ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିବେ। ତ ଏ ଯେଉଁ କାରାଦଣ୍ଡ ଦିଆଗଲା ଲୋକମାନଙ୍କୁ, ଏଥିରେ ଗାନ୍ଧିଜୀ ମର୍ମାହତ ହେଇ ଆଉ ଏକ ପଦକ୍ଷେପ ନେବାକୁ ନିଷ୍ପତ୍ତି ଗ୍ରହଣ କଲେ ଯେ କ'ଣ ନା 1922 ଫେବୃଆରୀ 1 ତାରିଖରେ ଚେତାବନୀ ଦେଲେ ଯେ 7 ଦିନ ଭିତରେ ସମସ୍ତ ରାଜନୈତିକ ଦଳକୁ ମୁକ୍ତ କରା ନଗଲେ ଓ ସମ୍ବାଦପତ୍ରକୁ ପୂର୍ଣ୍ଣ ସ୍ୱାଧୀନତା ଦିଆ ନଗଲେ ସେ ପୁଣି ଏକ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିବେ। ତ ଅସହଯୋଗ ଆନ୍ଦୋଳନ ହେଇଥିଲା। ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିବା ପାଇଁ ଗାନ୍ଧିଜୀ ଧମକ ଦେଇଥିଲେ। ଏଠି ଆଇନ ଅମାନ୍ୟ କହିଲେ ଯେ ଇଂରେଜ ସରକାର କୌଣସି ଆଇନକୁ ମାନିବେ ନାହିଁ। କିନ୍ତୁ ଗାନ୍ଧିଜୀଙ୍କ ଚେତାବନୀ କାର୍ଯ୍ୟକାରୀ ହେବା ପୂର୍ବରୁ ଏକ ଅଭାବନୀୟ ଘଟଣା ଘଟିଥିଲା। 1922 ଫେବୃଆରୀ 5 ତାରିଖରେ ଉତ୍ତରପ୍ରଦେଶର ଗୋରଖପୁର ଅଞ୍ଚଳ ସ୍ଥିତ ଚୌରୀ ଚୌରା ନାମକ ସ୍ଥାନରେ ଉତ୍ତ୍ୟକ୍ତ ଆନ୍ଦୋଳନକାରୀମାନେ ଏକ ପୋଲିସ ଷ୍ଟେସନରେ ନିଆଁ ଲଗାଇ ଦେଇଥିଲେ। ଏହା ଫଳରେ 22 ଜଣ ପୋଲିସ କର୍ମଚାରୀ ଜୀବନ୍ତ ଦଗ୍ଧ ହୋଇଥିଲେ। ଏହି ହିଂସାତ୍ମକ ଘଟଣା ଗାନ୍ଧିଜୀକୁ ବହୁତ ବ୍ୟଥିତ କଲା ଏବଂ ସେ ଅନୁଭବ କଲେ ଯେ ଭାରତୀୟମାନେ ଅହିଂସା ଉପରେ ଆନ୍ଦୋଳନ କରିବାକୁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇନଥିଲେ। ତେଣୁ ସେ କାହା ସହିତ ପରାମର୍ଶ ନ କରି ଅସହଯୋଗ ଆନ୍ଦୋଳନକୁ ସ୍ଥଗିତ ରଖିବା ପାଇଁ ଘୋଷଣା କଲେ। ତ ଗାନ୍ଧିଜୀ ଚାହୁଁଥିଲେ ଅସହଯୋଗ ଆନ୍ଦୋଳନ, କିନ୍ତୁ ଏ ଯେଉଁ ହିଂସାତ୍ମକ କାର୍ଯ୍ୟଟି ଦେଖାଗଲା 1922 ଫେବୃଆରୀ 5 ତାରିଖରେ ଉତ୍ତରପ୍ରଦେଶର ଗୋରଖପୁର ଅଞ୍ଚଳ ସ୍ଥିତ ଚୌରୀ ଚୌରା ନାମକ ଜାଗାରେ ଯେ କିଛି ଆନ୍ଦୋଳନକାରୀମାନେ ଏକ ପୋଲିସ ଷ୍ଟେସନ ନିଆଁ ଲଗାଇଦେଲେ, ଯେଉଁଟାକି ମହାତ୍ମା ଗାନ୍ଧୀ ଚାହୁଁନଥିଲେ ଏସବୁ କଥା। ଏହାଫଳରେ ଯେଉଁ ପୋଲିସ କର୍ମଚାରୀମାନଙ୍କର ଦେହାନ୍ତ ହେଲା, ଏହି ହିଂସାତ୍ମକ ଘଟଣା ଗାନ୍ଧିଜୀକୁ ସମ୍ପୂର୍ଣ୍ଣ ରୂପେ ବ୍ୟଥିତ କଲା ଏବଂ ସେ ଅନୁଭବ କଲେ ଯେ ଭାରତମାନେ ଅହିଂସା ଉପରେ ଆନ୍ଦୋଳନ କରିବାକୁ ସମ୍ପୂର୍ଣ୍ଣ ରୂପେ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହାନ୍ତି। ଯାହାଫଳରେ ତେଣୁ ସେ କାହା ସହିତ ପରାମର୍ଶ ନ କରି ଅସହଯୋଗ ଆନ୍ଦୋଳନକୁ ସ୍ଥଗିତ ରଖିବା ପାଇଁ ଘୋଷଣା କଲେ। ଏହି ଚୌରୀ ଚୌରା ଘଟଣା ଯେଉଁ ପାଇଁ ହିଁ ମହାତ୍ମା ଗାନ୍ଧୀ ଅସହଯୋଗ ଆନ୍ଦୋଳନକୁ ସ୍ଥଗିତ ରଖିବା ପାଇଁ ଭାବିଲେ ଏବଂ ଫେବୃଆରୀ 12 ତାରିଖରେ ବର୍ଦ୍ଧୋଳିଠାରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଆନ୍ଦୋଳନ ସ୍ଥଗିତ ଘୋଷଣା ମଧ୍ୟ ଅନୁମୋଦିତ କଲେ। ଏହି ଅସହଯୋଗ ଆନ୍ଦୋଳନକୁ ସ୍ଥଗିତ ରଖାଗଲା। ଏହି ଅପ୍ରତ୍ୟାଶିତ ନିଷ୍ପତ୍ତି ଅନ୍ୟ କଂଗ୍ରେସ ନେତାମାନଙ୍କୁ ସ୍ତବ୍ଧ କରିଥିଲା। ତ କେହି ଚାହିଁନଥିଲେ ଯେ ମହାତ୍ମା ଗାନ୍ଧୀ
ଏ ଯେଉଁ ଆନ୍ଦୋଳନକୁ ଏତେ ଶୀଘ୍ର ସ୍ଥଗିତ ରଖିବେ। ସୁଭାଷ ଚନ୍ଦ୍ର ବୋଷ ଅସହଯୋଗ ଆନ୍ଦୋଳନ ସ୍ଥଗିତ ନିଷ୍ପତ୍ତିକୁ ଏକ ଜାତୀୟ ବିପର୍ଯ୍ୟୟ ଭାବରେ ମଧ୍ୟ ବର୍ଣ୍ଣନା କରିଥିଲେ। ତେବେ ଆମେ ଦେଖିବା ଏହି ଅସହଯୋଗ ଆନ୍ଦୋଳନର ଫଳାଫଳ କ'ଣ ଥିଲା। ତେବେ ଯେହେତୁ ସବୁ ନେତା ଚାହୁଁଥିଲେ ଅସହଯୋଗ ଆନ୍ଦୋଳନ ଆହୁରି କରାଯାଉ, କିନ୍ତୁ ଗାନ୍ଧିଜୀ ଏ ଯେଉଁ ଚୌରୀ ଚୌରା ଘଟଣା ପରେ ନିଜକୁ ବହୁତ ମର୍ମାହତ ମନେ କରିଥିଲେ। ସେଥିପାଇଁ ସେ ଏ ଅସହଯୋଗ ଆନ୍ଦୋଳନକୁ ବନ୍ଦ କରିବା ପାଇଁ ଡାକରା ଦେଲେ ବା ବନ୍ଦ କରିଦେଲେ, ସ୍ଥଗିତ ରଖିଦେଲେ। ଏ ଯେଉଁ ସ୍ଥଗିତ ରଖିବା ହିଁ କେତେକ ଆନ୍ଦୋଳନକାରୀମାନଙ୍କୁ ବହୁତ କଷ୍ଟ ଦେଇଥିଲା ଯେ କ'ଣ ପାଇଁ ଗାନ୍ଧିଜୀ ଏଭଳି ନିଷ୍ପତ୍ତି ନେଲେ। ସୁଭାଷ ଚନ୍ଦ୍ର ବୋଷ ସେଥିପାଇଁ ଅସହଯୋଗ ଆନ୍ଦୋଳନ ସ୍ଥଗିତ ନିଷ୍ପତ୍ତିକୁ ଗୋଟେ ବିପର୍ଯ୍ୟୟ ଭାବରେ ବର୍ଣ୍ଣନା କରିଥିଲେ। ତେବେ ଏହି ଅସହଯୋଗ ଆନ୍ଦୋଳନ ଫଳାଫଳକୁ ଯଦି ଆମେ ଦେଖିବା ଯେ ଏହାର ଫଳାଫଳ କ'ଣ ଥିଲା, ତେବେ ଏହାର ଫଳାଫଳ ଯଦି ଆମେ ଦେଖିବା 1922 ମାର୍ଚ୍ଚ 10 ତାରିଖରେ ଗାନ୍ଧିଜୀଙ୍କୁ ଗିରଫ କରାଯାଇ 6 ବର୍ଷ ଜେଲ୍ ଦଣ୍ଡ ଦିଆଯାଇଥିଲା। ଏହି ଆନ୍ଦୋଳନ ସ୍ଥଗିତ ହୋଇଥିଲା ସତ, କିନ୍ତୁ ଆନ୍ଦୋଳନର ପ୍ରଭାବ ସୁଦୂର ପ୍ରସାରୀ ଥିଲା। ପ୍ରଥମ ଥର ପାଇଁ ଇଂରେଜ ସରକାର ବିରୋଧୀ ଆନ୍ଦୋଳନ ସଂଗଠିତ ଭାବେ ପରିଚାଳିତ ହୋଇଥିଲା। ତ ଏହା ଥିଲା ପ୍ରଥମ ଥର ପାଇଁ ଇଂରେଜ ସରକାର ବିରୁଦ୍ଧରେ ଏକ ସଂଗଠିତ ଆନ୍ଦୋଳନ, ଯେଉଁଟାକି ଅସହଯୋଗ ଆନ୍ଦୋଳନ ନାମରେ ପରିଚିତ। ଏହି ଭବିଷ୍ୟତ ବିପ୍ଳବ ପାଇଁ ଭାରତବାସୀଙ୍କୁ ଉତ୍ସାହିତ କରିଥିଲା। ଏହି ଅସହଯୋଗ ଆନ୍ଦୋଳନ ମଧ୍ୟ ଭାରତବାସୀଙ୍କୁ ଉତ୍ସାହିତ କରିଥିଲା ଯେ ଭାରତମାନେ ନିଶ୍ଚିତ ଆନ୍ଦୋଳନ କରିପାରିବେ ବା ଇଂରେଜ ସରକାରଙ୍କ ବିରୁଦ୍ଧରେ ଆଗକୁ ନିଶ୍ଚିତ ଯାଇପାରିବେ। ପ୍ରଥମ ଥର ପାଇଁ କଂଗ୍ରେସ ଆନ୍ଦୋଳନ ଜନ ଆନ୍ଦୋଳନ ଗଣ ଆନ୍ଦୋଳନରେ ପରିଣତ ହୋଇପାରିଥିଲା। ଏହି ଅସହଯୋଗ ଆନ୍ଦୋଳନ ଏକ କଂଗ୍ରେସ ଆନ୍ଦୋଳନରୁ ପ୍ରଥମେ କିଛି ଅଳ୍ପ ଲୋକକୁ ଆନ୍ଦୋଳନ ଆରମ୍ଭ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହା ଏକ ଗଣ ଆନ୍ଦୋଳନ ଅର୍ଥାତ୍ ସମୁଦାୟ ଆନ୍ଦୋଳନରେ ପରିଣତ ହୋଇପାରିଥିଲା। 1922ରେ ମୁସ୍ତାଫା କମାଲ ପାଶାଙ୍କ ନେତୃତ୍ୱରେ ତୁର୍କୀରେ ସାଧାରଣତନ୍ତ୍ର ପ୍ରତିଷ୍ଠା ହେବା ଦ୍ୱାରା ସେଠାରେ ଖଲିଫା ବ୍ୟବସ୍ଥାର ଉଚ୍ଛେଦ ହେଲା। ଫଳରେ ଖିଲାଫତ ଆନ୍ଦୋଳନର ଯୌକ୍ତିକତା ରହିଲା ନାହିଁ। ଅସହଯୋଗ ଆନ୍ଦୋଳନ ସ୍ଥଗିତ ରଖାଯିବା ପରେ ଭାରତରେ ଖିଲାଫତ ଆନ୍ଦୋଳନ ମଧ୍ୟ ଅବସାନ ଘଟିଥିଲା। ସ୍ୱାଧୀନତା ଆନ୍ଦୋଳନ ପ୍ରଥମ ଶକ୍ତ ଧକ୍କା ଇଂରେଜ ସରକାର ବରଦାସ୍ତ କରିଥିଲା ସତ, ମାତ୍ର ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ସଂକଳ୍ପବଦ୍ଧ ଭାରତୀୟମାନଙ୍କର ସମ୍ମୁଖୀନ ହେବା ଯୋଗୁଁ ଇଂରେଜ ସରକାର ବହୁ କଷ୍ଟ ସହିବାକୁ ପଡ଼ିଥିଲା। ତେବେ ଏହିଭଳି ଭାବରେ ଅସହଯୋଗ ଆନ୍ଦୋଳନ ଫଳାଫଳ ଥିଲା। ତେବେ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନ ପ୍ରଭାବ ଆମେ ପରବର୍ତ୍ତୀ କ୍ଲାସ୍ରେ ଦେଖିବା। ଏହାର ସେକେଣ୍ଡ କ୍ଲାସ୍ରେ ଆମେ ଦେଖିବା ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ପ୍ରଭାବ। ତେବେ ଯେଉଁ ପିଲାମାନେ ଭିଡ଼ିଓଟି ଦେଖୁଛନ୍ତି ସେମାନେ ନିହାତି ନୋଟ୍ସ ପ୍ରସ୍ତୁତ କରନ୍ତୁ। ଏହାର କ୍ୱେଶ୍ଚିନ୍ ଆନ୍ସର୍ ମଧ୍ୟ ଆମେ ନିହାତି ଆଣିବାକୁ ଚେଷ୍ଟା କରିବୁ। ତ ଭିଡ଼ିଓଟି ନିହାତି ସାଙ୍ଗସାଥିମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ।